ପ୍ରସ୍ତାବରେ ରାଜି ତୁ ତାକୁ ବାହା ହବୁ ହେଲା। ମୁଁ କଥା ଦଉଛି ଲୋ, ମୁଁ ତ ମୁଣ୍ଡ ଛୁଇଁକି କଥା ଦଉଛି, ମୁଁ ତ ପ୍ରସ୍ତାବରେ ରାଜି, ମୁଁ ତାକୁ ବାହାଘର କରେଇ ଦେବି। ହେଲେ ମା ଗୋଟାଏ କଣ୍ଡିସନ। କଣ୍ଡିସନ? ମୁଁ ବି ତୁ ବି ମୋର ଗୋଟାଏ କାମ କରିବାକୁ ପଡ଼ିବ। କୋଉ କାମ କି? ନଟବର ସାରେ ହୁଅନ୍ତୁନି ହରବର। ମୁଁ କଣ କହୁଥିଲି କି ସେ ପେପରଟା ବାହାର କଲୁ। ଏ ମା ମୁଁ କଣ କହୁଥିଲି କି ଏ ପେପରରେ ଗୋଟାଏ ଦସ୍ତଖତଟା କରିଦେ। କିନ୍ତୁ କାହିଁକି? କିଛି କଥା ନାହିଁ, କିଛି କଥା ନାହିଁ, ଏଇଟା ସେକେଣ୍ଡ ପେପରଟା ଗୋଟେ। ହେଲେ ମୋ କଥା ଟିକେ ଶୁଣ। ମୋ ପିତା ନ ଆସିବା ପର୍ଯ୍ୟନ୍ତ ମୁଁ କୌଣସି ଦସ୍ତଖତ ଦେବି ନାହିଁ ଏଠି, ବୁଝିଲ ନା? ଏ ମା ତୁ ଏତେ ଅବୁଝା ହଉଛୁ କାହିଁକି? ହା ଆରେ ମୁଁ ପରା ତୁମକୁ ବାହା କରିବା ପାଇଁ ରାଜି ହେଲି, ତୁ ଗୋଟାଏ ଦସ୍ତଖତ ପାଇଁ ଏତେ କଥା କହୁଛୁ? ନା, ମୋ ପିତା ହେଲେ ନ ସେ ଆସିବା ପେପରରେ ପର୍ଯ୍ୟନ୍ତ- କଣ ଲେଖା ହେଇଛି କି? ଏ ବାପା ହଁ ସେ ପେପରର କଥା ତୁମେ ମୁଣ୍ଡରେ ପୁରଉଛ କାହିଁକି? ସେଟା ଆମ ଭିତର କଥାଟା ସେଇଟା। ଏ ନଟବର ସାରେ ହୁଅନ୍ତୁନି ହରବର। ଟିକେ ବୁଝେଇ ଦେ। ଇରେ ମା, ଇରେ ମା। ଆପଣଙ୍କ ଚାଚୁ ଯେତେବେଳେ କହୁଛନ୍ତି ଏଠି ଗୋଟେ ଦସ୍ତଖତ କରିଦେ, ମୁଁ ଦେବିନି। ପିତା ନ ଆସିବା ପର୍ଯ୍ୟନ୍ତ ମୁଁ କୌଣସି ଦସ୍ତଖତ ଦେବିନି। ଆରେ 4-5ଟା ଅକ୍ଷର ଟିକେ ଗାରେଇ ଦବୁ। ମୋର ଧନ ସମ୍ପତ୍ତି ଜମୁଛି ସେଇଟା ଦବୁନି। ଆରେ ତୁମେ କାହିଁକି ମୁଣ୍ଡ ବୁଲଉଛ ସେଇଠି? ତୁମେ ଦେଇଦିଅ ତାଙ୍କୁ। ହେଲେ କାକା ସେ ଏ ପେପରରେ ଝିଅ। ଲେଖା ହେଇଛି କଣ? ଏ ମା ଦେଖିଲ ମା, ତୁ ଏମିତି ବୁଝା ହଉଛୁ କାହିଁକି? ଏଇଟା ଗୋଟେ ସିମ୍ପଲ କାଗଜ, ଏଥିରେ ଗୋଟାଏ ଦସ୍ତଖତ କରିଦେଲେ କାମଟା ସରିଯିବ। ହେଲେ ତୁମେ ତୁମେ ଯାଅ, ମୋ ପିତାକୁ ନେଇକି ଆସିବ, ମୁଁ ନିଶ୍ଚୟ ଦସ୍ତଖତ ଦେବି ସେଇଠି। ନଟବର ସେ ନାଟ ତ ସରିଗଲାଣି, ଆଉ କୋଉଠି ନାଟ? ଏ ମା ମୁଁ ସତ କହିବାକୁ ଗଲେ ତୋ ପିତା ଆଉ ନାହାନ୍ତି। ନାଇଁ ମାନେ ଷୋଳ ରାତି ମୁଁ କଣ କହୁଥିଲି କି ଅଧୈର୍ଯ୍ୟ। ଶୁଣିଲ ନା? କଣ କହୁଥିଲି ଅଧୈର୍ଯ୍ୟ, ସେବେ ହଁ ଶୁଣିଲ ନା? ମୁଁ ଜାଣିଛି ଆଗରୁ ଏଇ ବଦମାସଟା ତମ ବାପାଙ୍କୁ ମର୍ଡର କରି ଗୋଟେ ଜଙ୍ଗଲ ଭିତରେ ଫୋପାଡ଼ି ଦେଇଥିଲା। ନା! ଅଧୈର୍ଯ୍ୟ ତୁମେ ହୁଅନି ତମେ। କାହିଁକି ଏମିତି କଲ ଆମେ ପିତାଙ୍କ ସହିତ? ଆରେ ଶୁଣ, ମୁଁ ତମକୁ ସେଦିନ ସବୁ କଥା କହିଦେଇଥାନ୍ତି, ହେଲେ ତମ ମନରେ ଆଘାତ ଆସିବ ବୋଲି ମୁଁ କିଛି କହିନଥିଲି। ତୁମେ ଚାଚୁ ନୁହେଁ, ତୁମେ ଗୋଟେ ରାକ୍ଷସ। ତମ ଅଧୈର୍ଯ୍ୟ ମୁଁ ଅଛି। I mean ବାଦଲ ବତ୍ସା ଧର୍ମ ମୋ ପାଇଁ ବହୁତ ମହଙ୍ଗା, ହେଲେ ବାପ ମୋ ପାଇଁ ପୁରା ଶସ୍ତା। ତୋର ପ୍ରତ୍ୟେକ କଥା ମୁଁ ଜାଣିଛି। ଆରେ ତୁ ଯୋଉଦିନ ସେ ବାବୁଙ୍କୁ ମର୍ଡର କରିକି ଜଙ୍ଗଲରେ ଫୋପାଡ଼ି ଦେଇକି ଆସିଲୁ, ମୁଁ ଯାଇକି ବାବୁଙ୍କୁ ପାଣି ଦେଇଥିଲି। ଆଉ ତୁ କଣ ଭାବୁଛୁ ତୁମେ ଦି ଜଣ ନାରେ ନାରେ କରୁଥିବ ଲଭ୍ ୟୁ ଆଇ ଲଭ୍ ୟୁ। ତୁ କଣ ଭାବୁଛୁ? ଆଉ ମୁଁ କଣ ଏଠି ଆଉ ତୁ କଣ ଭାବୁଛୁ? ଖାଲ ଧରି ଭିକ ମାଗିବି? ତୋର ସମ୍ପର୍କରେ ତୁ ଧନୀ ହବୁ। ଭଲରେ କହୁଛି, ଏଠି ଗୋଟାଏ ଦସ୍ତଖତ ଦେଇଦିଅ, ତା ନହେଲେ ନହେଲେ କଣ କରିବୁ? ତା ବାପା ଯେମିତି ମରିଥିଲା ସିଏ ବି ମରିବ। ଦେଖିବା ତା ବାପା ଯେମିତି ମରିଥିଲା ସିଏ ମରିବ, ନା ତା ବାପାକୁ ଯେମିତି ମାରିଥିଲୁ ତୁ ସେମିତି ମରିବୁ। 14 ପୁରୁଷ ବଂଶ ବୁଦ୍ଧି ଓଇରେ ଶଳା
ଲମ୍ବା ନାକିଆ କଣ କହୁଛୁ ବେ ଆଁ? ତା ବଂଶ ବୁଦ୍ଧିଆ ସବୁ ଥିବ। তোর সাহস ହଁ ବେ এ বাদল বাচ্চাকে সাহস জবাব একান্ত দଉଛୁ ଏଇ ନେ ତ ଦଲିଲ ପେପରଟା ନେ ଆଉ ଯା ତୋର ମନ ଇଚ୍ଛା କେତେ ସମ୍ପତ୍ତି ଦେବା କଥା ତୁ ଦବୁ। নটবর সে নাট্য লগাইলা বাবারে ହଁ ମୁଁ କଣ କହୁଥିଲି କି ହଁ ତୁ ବହୁତ କଷ୍ଟରେ ମାନେ ଭିକ ଫିକ ମାଗିକି ଚଲୁଥିଲୁ ହଁ ତୁ ଭିକ ମାଗିକି ଚଳେ ହେଲେ ତୋ ଭଳି ବେଇମାନ ନୁହଁ। ନାଇଁ ମୁଁ ସେ କଥା କହୁନି ଖାଇବା ଖୋଲିରେ ମୁଁ ସେଟ୍ କରେନି। ସିଏ କଲେ କଳା ଆମେ କଲେ ନମା ନାକିଆ ଚପଟା ମୁହା କଣ କହୁଛୁ? ଇଲୋ ଗଲ ଗଲ କରିଛି। ଇଲୋ ସତ କହିବି ସତ କହିବାକୁ ଗଲେ ତୁ ମୋର ଝିଆରୀ ନୁହ ଇଲୋ ଏ ଝିଅ ମୁଁ ସବୁ ଗୁମର ଆଜି ଖୋଲି କହିଦଉଛି ମୋତେ ଝିଅ କୁହନି, ମୋତେ ଲାଜ ଲାଗୁଛି କି ତମେ ମୋର ଚାଚୁ ବୋଲି କେବେ ଭାବି ନଥିଲି କି ତମେ ଗୋଟେ ନର ହତ୍ୟା ଲୋକ। ସତ କହିବାକୁ ଗଲେ ତୁ ମୋର ଝିଆରୀ ନୁହ ଆରେ ସେଇଟା ମୋର ଭାଇ ନୁହ ସାବତ ଭାଇ। ଆଉ ତୁ କଣ ଭାବୁଛୁ ଏ ପଞ୍ଜୁରୀ ଭିତରୁ ଖସିଯିବୁ ହେଲେ ରେ ତୋର ସାହସ କେମିତି ହେଲା ତା ଉପରେ ହାତ ଦେବା ପାଇଁ? ତୋର ମନେ ରଖିବା ଉଚିତ ତା ସ୍ୱାମୀ ତା ଆଗରେ ଛିଡ଼ା ହେଇଛି। ଗୋଟାଏ ଭିକାରୀ ଯେମିତି ରହିବା ଦରକାର ଠିକ ସେମିତି ରୁହ। ମୁଁ ଭିକାରୀ ହେଇଥାଇପାରେ ହେଲେ ତୋ ଭଳି ଜଣେ ମୁଁ ବେଇମାନ କୁତ୍ତା ନୁହଁ। ବୁଝିଲୁ ନା? ନଟବର ନାଟଟା ଆରମ୍ଭ କରିଦିଅ ୟାକୁ ବାନ୍ଧ ୟାକୁ ମାଡ଼ ମାରିକି ବାନ୍ଧ ତାପରେ ତା କାମ ଆଗ ତାକୁ ଏମିତି ମାରିବ ତାପରେ ବାନ୍ଧି ଦବ ବାସ୍ ତାପରେ ସେ ଝିଅର କାମଟା ଆମେ ଆଦାୟ କରିବା। ଓକେ ବସ୍ ଟେନସନ୍ ନେବାର ନାହିଁ କିଛି ବି।
ତୁ କିଏ ବେ? ଆରେ ସତରେ ଜାଣିପାରିଲୁନି? ସତରେ ମତେ ତୁ ଜାଣିପାରିଲୁନି? ତୁ 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 ହଁ ମନେ ପଡ଼ିଲା। ହରାମଜାଦା ତୁ ସେଦିନ ଖସିକି ପଳେଇଲୁ, ହେଲେ ଆଜି ଛାଡ଼ିବିନି। ହଁ ସତ କହୁଛି। ଆରେ ଭଗବାନ ଜାଣିଛ ନା, ରାବଣ ଯେତେବେଳେ ଜନ୍ମ କରିଛନ୍ତି ଶ୍ରୀରାମଙ୍କୁ ମଧ୍ୟ ଜନ୍ମ କରିଥାନ୍ତି। ସେଇପରି ସେଇପରି ତୁ ଯେତେ ଅନ୍ୟାୟ କଲେ ମଧ୍ୟ ତୋର ଅନ୍ୟାୟର ପ୍ରତିବାଦ କରିବା ପାଇଁ ନିଶ୍ଚୟ କେହି ନହେଲେ କେହି ମଧ୍ୟ ପହଞ୍ଚିଯିବେ। ତା ଛଡ଼ା ସିଏ ଗୋଟେ ନିରୀହ ଲୋକ, ତା ଉପରେ ଏତେ ଅତ୍ୟାଚାର କରୁଛୁ, ତତେ ଟିକେ ଲଜ୍ଜା ଲାଗୁନି ମୂର୍ଛ? ତତେ ଟିକେ ଲଜ୍ଜା ଲାଗୁନି? এইটা হচ্ছে বাদল বাচ্চা। ধর্ম ମୋ ପାଇଁ ବହୁତ ମହଙ୍ଗା, ହେଲେ ପାପ ପୁରା ଶସ୍ତା। ତାହେଲେ ତାହେଲେ ତ କଥାରେ ଜଣା ପଡୁଛି ତୁ ଗୋଟେ ବଡ଼ ପାପୀ। କାହିଁକି ନା ଧର୍ମ ତୋ ପାଇଁ ବହୁତ ମହଙ୍ଗା। ମାନେ ତୁ କେବେ ଧର୍ମ କରିନହୁ, ତୁ ଗୋଟେ ପାପୀ। ପାପ ହେଉଛି ତୋ ପାଇଁ ବହୁତ ଶସ୍ତା ନା? ତାହେଲେ ତୁ ଭାବୁଛୁ ଯେତେ ସବୁ ପାପ କାମ କରି ତୁ ନିଜକୁ ବଞ୍ଚିଯିବି ବୋଲି ଭାବୁଛୁ ନା? ଏଇ କଥା ସବୁ ମନରୁ ଭୁଲିଯା, ନଚେତ୍ ନିଶ୍ଚୟ ତୁ ଏଇ ଦାଣ୍ଡରେ ଏମିତି ଜଣେ ଦୁରାଚାର ହବୁ ଯେ ତୋତେ ଲୋକ ଦେଖିବାକୁ ମଧ୍ୟ ଘୃଣା କରିବେ। ସେ କଥା ମୋ ମନରୁ ପୋଛି ଦେଇଛି ବେ। କେବଳ ପାପ ହିଁ ମୋର ଏକ ବିକଳ୍ପ ରାସ୍ତା। আরে এই দুনিয়া মতে বেঈমান সজাই দিয়েছি। এই সমাজ মতে গোটায় আতঙ্কবাদী সজাই দিয়েছি। এই, চুপ কর মূর্খ। কেবে মଣିষକୁ କେବେ ମଣିଷ ଦୁନିଆ? ଏ ଦୁନିଆ କ'ଣ? ଆରେ ମଣିଷ ଗଡ଼େ ଦୁନିଆ। ଆରେ ତୋତେ ଦୁନିଆ କ'ଣ ବେଇମାନ ସଜେଇବ? ତୁ ନିଜେ ଗୋଟେ ବେଇମାନ ସାଜି ଯାଇଛୁ। ତୁ ବୋଧେ ବୁଝିପାରିଲୁନି ଧର୍ମ କ'ଣ, ପାପ କ'ଣ, ପୁଣ୍ୟ କ'ଣ, ଧର୍ମ କ'ଣ? ତୁ କିଛି ବୁଝିପାରିଲୁନି। ସେଇଥିପାଇଁ ତୁ ଗୋଟେ ଶୈତାନ ବନି ଯାଇଛୁ, ଶୈତାନ। ଜାଣିଛି ବେ, ଏ ବାଦଲ ବାଦଶା ସବୁ ଜାଣିଛି, ହେଲେ ଯେଉଁମାନେ ପୁଣ୍ୟ କରୁଛନ୍ତି ସେମାନେ ବି ମରୁଛନ୍ତି। ବାସ୍, ଆଉ ଯେଉଁମାନେ ପାପ କରୁଛନ୍ତି ସେମାନେ ବି ମରୁଛନ୍ତି। ଫରକ କୋଉଠି ରହିଲା? ଫରକ ଅଛି, ବହୁତ ଫରକ ଅଛି। ଜାଣିଛୁ? ଆରେ ମତ୍ୟ ମଣ୍ଡଳେ ଜନ୍ମ ନେଇ ଦେବତା ହେଲେ ବି ମରାଇ। ଏ କଥା ତୁ ନିଶ୍ଚୟ ଜାଣିଥିବୁ। ସେ ଦେବତା ହେଳିଥିଲେ ମଧ୍ୟ ଏଇ ମତ୍ୟରେ ଯଦି ଜନ୍ମ ନେଇଛି ସେ ନିଶ୍ଚୟ ମରିବ। କିନ୍ତୁ ଆଉ ଗୋଟେ କଥା ଜାଣିଛୁ, ଯେ ପୁଣ୍ୟ କରି ମରିଛି ତା ପାଇଁ ଇତିହାସରେ ଲିପିବଦ୍ଧ ହୋଇଯାଏ। ଆଉ ଯେ ଯଦି ପାପ କାର୍ଯ୍ୟ କରି ମରିଛି ତା ପାଇଁ ଛି ଛି ଥୁ ଥୁ କରି ଦୁନିଆ ହସି ପକାଏ। ଏଇ କଥା ତୁ ଜାଣିପାରିଛୁ? ମୋ ପାଇଁ ପାପ ଆଉ ପୁଣ୍ୟ କୌଣସି ପାର୍ଥକ୍ୟ ନାହିଁ। ତେଣୁ ମୋ କାର୍ଯ୍ୟ କରିବାକୁ, ମୋ କାର୍ଯ୍ୟରେ ବାଧା ଦେଲେ ମୋ ରାସ୍ତାରୁ ସମସ୍ତଙ୍କୁ ହଟେଇ ଦେବି। ଆରେ ତୋ ଦେହରେ ଯଦି ଶକ୍ତି ଅଛି ଏ ବାଦଲ ବାଦଶାକୁ ଟକ୍କର ଦେଇକି এই বদল বাদশা, তু ভালো ভাবে জানিছু এই চন্দন কি হে? আউ এ চন্দন দেহরে কেতে শক্তি ଅଛି তু ভালো ভাবে জানিছু। তা ছড়া তোতে মু ভলরে কହୁছি, বঞ্চিବାକୁ যদি ইচ্ছা ଅଛି ଭଲ ମଣିଷଟିଏ ହେଇଯା। ଆଉ ଭଲ କାମ କରି ଏ ଦୁନିଆରେ ବଞ୍ଚିବାକୁ ଚେଷ୍ଟା କର। ଆଉ ଯଦି ଏମିତି ଯଦି କୁଟ କପଟ କରି ଚାଲିଥିବୁ ତାହେଲେ ମୁଁ ନିଶ୍ଚୟ ତତେ ଏଇ ହାତରେ
এই হাতের তোতে হত্যা করি এই দুনিয়ার তো নাম ଆଉ এই দুনিয়ার তো পরিচয় ହିଁ ভুলেই দেবি এই কথা তু ভুলিবু ନାହିଁ। ଏ ବାଦଲ ବାଦଶା କାହାର କଥା ଶୁଣିବାକୁ ନେବେ। ଏ ବାଦଲ ବାଦଶା ହଉଛି ଗୋଟେ ଘଇରା ବାଘ। ଏ ବାଘ ହାବୁଡରେ ପଡିଛୁ ମାନେ ତାକୁ ଶିକାର କରିବାକୁ ହିଁ ପଡିବ। বেশ हेलो